ଦର୍ଶକ ବନ୍ଧୁ, ଆଜିର ସ୍ୱତନ୍ତ୍ର ଉପସ୍ଥାପନା ବେଲପତ୍ରର ମହିମା ଆଉ ବେଲଗଛକୁ କାହିଁକି ସନାତନ ଧର୍ମରେ ପୂଜା କରନ୍ତି। କିଛି ବ୍ୟକ୍ତି ବାହାରିଛନ୍ତି, ଆରେ ସନାତନ ଗୁଡ଼ା ସବୁ ପାଗଳ ହେଇଗଲେଣି, ଆରେ ବେଲଗଛକୁ ବି ପୂଜୁଛନ୍ତି, ବେଲପତ୍ରକୁ ପୂଜୁଛନ୍ତି। ତେଣୁ ଚାଲନ୍ତୁ, ବହୁତ ଇଣ୍ଟରେଷ୍ଟିଂ ଉପସ୍ଥାପନା, ଆପଣ ଏନ୍ଜୟ କରନ୍ତୁ, ଆମେ ବୁଝନ୍ତୁ କାହିଁକି ପୂଜା କରାଯାଏ ସାଇଣ୍ଟିଫିକାଲି। ଏଇଠି ଆପଣ ଦେଖିପାରୁଥିବେ କପଡ଼ା ବନ୍ଧା ହେଇଛନ୍ତି। ମହାପ୍ରଭୁଙ୍କର ଇଏ ହେଉଛି ଗୋଟେ ସ୍ୱତନ୍ତ୍ର ବେଲ ବୃକ୍ଷ, ଆମର ଜଗନ୍ନାଥ କଳ୍କି ତତ୍ତ୍ୱ ଆଶ୍ରମ ନିକଟରେ। ଇଏ ହେଉଛି ବେଲଗଛ। ଦେଖନ୍ତୁ, ବେଲଗଛ ମୂଳରେ ସକାଳ ସନ୍ଧ୍ୟାରେ ଧୂପ ଦୀପ ଏସବୁ ଦିଆଯାଇ ପୂଜା କରାଯାଇଥାଏ। ସେ ବିଷୟରେ ଆମେ ସ୍ୱତନ୍ତ୍ର ଉପସ୍ଥାପନ କରିବା। ଏଇଠି ଦେଖନ୍ତୁ, ଛୋଟ ଛୋଟ ଇଏ ହେଉଛନ୍ତି ଆମର ବେଲବୃକ୍ଷ, ତିନିଟିକିଆ ପତ୍ର। ସମସ୍ତେ ପ୍ରାୟ ଜାଣିଛନ୍ତି। ଆଜିକାଲିକା ଛୁଆ ଯେଉଁମାନେ ଦେଖିନାହାନ୍ତି, ଗାଁ ଗହଳି ଯାଇ ରହୁଛନ୍ତି କି ବାହାରେ ସହରରେ ପଢ଼ୁଛନ୍ତି, ସେମାନେ ପ୍ରାୟତଃ ଏ ଗଛ ବିଷୟରେ ଅଜ୍ଞାନ। ତେଣୁ ଆମର ଉପସ୍ଥାପନା ସମସ୍ତଙ୍କୁ ଏଇ ଜ୍ଞାନଟା ଯାଉ, ସମସ୍ତଙ୍କର ଉପକାର ହଉ। ଦେଖନ୍ତୁ, ତିନି ପତ୍ରିଆ ଦର୍ଶକ ବନ୍ଧୁ ଦେଖିପାରୁଥିବେ ମହାପୁରୁଷଙ୍କୁ, ଅନନ୍ତ ନାରାୟଣ। ଆଜିର ଉପସ୍ଥାପନା ଆମେ ଏ ପ୍ରଭୁଙ୍କ ପାର୍ଶ୍ୱରେ ବସି କରିବା। ପୁରାଣରେ ଉପସ୍ଥାପନା ଅଛି, ମହାମାୟୀ ମା ଲକ୍ଷ୍ମୀ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କର ସ୍ତନ କାଟି ଶିବଲିଙ୍ଗ ଉପରେ ଦେଇଥିଲେ। କାହିଁକିନା ସେ 108 ଯେଉଁ ପଦ୍ମ ଦେଇ ସନ୍ତୁଷ୍ଟ କରିବା ପାଇଁ ଚାହିଁଥିଲେ, ମହାଦେବ ମାୟା କଲେ, ଦୁଇଟି ସର୍ଟେଜ ପଡ଼ିଥିଲା। ତେଣୁ ସେ ସ୍ତନ କାଟି ଉପହାର ଦେଇଥିଲେ ମହାଦେବଙ୍କୁ। ସେଥିରେ ମହାଦେବ ସନ୍ତୁଷ୍ଟ ହୋଇ ବରଦାନ ଦେଇଥିଲେ ମାଙ୍କୁ ଯେ ସେଇଥିରୁ ବେଲବୃକ୍ଷର ଉତ୍ପନ୍ନ ହେଇଥିଲା। ଆପଣମାନେ ପ୍ରାୟତଃ ଜାଣିଥିବେ, ଆମେ ବିଶେଷ କମ୍ ନଲେଜ ରଖିଛୁ ସେ ବାବଦରେ। ତେଣୁ ବେଲବୃକ୍ଷର ଉତ୍ପତ୍ତି ମା ଲକ୍ଷ୍ମୀଙ୍କ ଠାରୁ। ତେଣୁକରି ସେ ବେଲବୃକ୍ଷ ବହୁତ ପବିତ୍ର ଅଟେ। ଶାସ୍ତ୍ର ମତରେ, ପୁରାତନ କଥା ମତରେ, ଆମେ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ବରଦାନ ମୁତାବକ ଯଦି ବେଲପତ୍ରଟିଏ ଆଉ ଜଳ ଲାଗି କରୁଛେ, ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆଶୀର୍ବାଦ କରିଥାନ୍ତି। ତେଣୁ ଯେଉଁମାନେ କହୁଛନ୍ତି ସନାତନ ଗୁଡ଼ା ସବୁ ପାଗଳ ହେଇଗଲାଣି, ମୂର୍ଖ ଗୁଡ଼ାକ ନା କ'ଣ, ଆରେ ସବୁ ବେଲଗଛକୁ ବି ପୂଜୁଛନ୍ତି, ବେଲପତ୍ର ନେଇକି ପୂଜା କରୁଛନ୍ତି, ମାଟି ପାଣି ପବନ ନଦୀ ହ୍ରଦ ଜଙ୍ଗଲ ସବୁ ପୂଜା କରୁଛନ୍ତି। ତେଣୁ ସେମାନଙ୍କୁ ଜବାବ ସମୟ ଅନୁସାରେ ମିଳିବ। ଆଉ ସେମାନେ ପ୍ରକୃତି କାହିଁ ପୂଜା କରାଯାଏ, ବୋଧ ହୁଏ ଜ୍ଞାନ କମ୍ ରହିଛି। ଦିନେ ନା ଦିନେ ସେମାନଙ୍କ ଆଖି ମଧ୍ୟ ଖୋଲିଯିବ, ସେମାନେ ମଧ୍ୟ ଏଇ ମାଆର ସନ୍ତାନ। ଆମେ ଆଶା କରିବା, ପ୍ରଭୁଙ୍କୁ ପ୍ରାର୍ଥନା କରିବା ସେମାନଙ୍କୁ ସଦ୍ଜ୍ଞାନ ଦିଅନ୍ତୁ। ଆଜି ବୁଝିବା ବେଲପତ୍ରର ମହିମା। ବଡ଼ ଇଣ୍ଟରେଷ୍ଟିଂ କଥା। ଏ ଦେଖନ୍ତୁ, ମୁଁ ପ୍ରଭୁଙ୍କ ପାଖରୁ ଆଣିଛି ଏ ବେଲପତ୍ର, ଦେଖିପାରୁଥିବେ ବେଲପତ୍ର। ପ୍ରତିଦିନ ଯଦି ସକାଳୁ ଖାଲି ପେଟରେ ଏହାକୁ 2 ରୁ 3 ସେବନ ଆମେ କରୁଛେ, ତାହେଲେ ଆମର ଆସିଡ଼ିଟି, ପେଟ ପୋଡ଼ିଆ ଜନିତ ସମସ୍ୟା, କବଜ ଏସବୁ ଦୂର ହୋଇଥାଏ। ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଇଂଲିଶରେ କୁହାଯାଏ ମେଟାବଲିଜିମ୍
रेट ऑफ मेटाबॉलिज्म इनक्रीज होता है। तेणु बेलपत्र महिमा बहुत जबरदस्त, कारण आयुर्वेद शास्त्र अच्छी जदि पेट आपणकर ठीक रहा, आपण इंजिन ठीक रहा, आपण सबू जंत्रपाति आपण शरीर सबु अंग सठिक ये बेलपत्र विटामिन सी रही प्रचुर परिमाण भरपूर विटामिन सी रही। आम साइंस पढ़े विटामिन सी जे वेरी गुड एंटीऑक्सीडेंट जोटा आमर ठंडा काश बहुत काम करे। ठंडा विशेषकर ठंडा को प्रतिरोध करे विटामिन सी। एवं विटामिन सी आम रक्त में भाइरस गुड़ा को प्रतिरोध कराए, जेहेतु एंटीऑक्सीडेंट सेल डैमेज रु रुकाए। जदि आपणकर सेल कोटी क्षति घटू लक्ष लक्ष सेल प्रतिदिन आम शरीर मरती, से गुड़ा से रिपेयरमेंट ताकू प्रतिरोध करिवो। विटामिन सी रो क्षमता से भली एंटीऑक्सीडेंट रो क्षमता विटामिन सी खाली कोने एंटीऑक्सीडेंट रो क्षमता सेटा। तेणु विटामिन पाइबा संगे संगे आमे बेलपत्र आउ किछि केमिकल गुण रही जोटा ऑर्गेनिक केमिकल ता भीतर रही, जहाँ आमर ब्लड प्रेशर हाई ब्लड प्रेशर रोगियों पे भारी उपकारी, बा आमे जदि प्रत्यय सेवन करते ताले हाई ब्लड प्रेशर जनित समस्या रो आमे रक्षा पाइबा। यार काढ़ा अर्थ किसी बेलपत्र नहीं कि आम सीझे उषुम पानी रे सीझे पूरा सीझे जो पूरा लाल कलर टाइप रो येलो ग्रे ग्रे कलर टाइप रो आसीज से पानी आम रखा प्रत्यय ताकू सेवन करवा कले आपणकर जो रही पानक्रियास लिवर देह जो पानक्रियास अच्छे से एक्टिवेटेड नेचुरली एक्टिवेट हो पारे। इंसुलिन नेचुरली सिक्रेशन कराए, जहाँकि ग्लूकोज जनित समस्या ब्लड शर्करा डाइजेशन न पार समस्या को प्रतिरोध करता है। बहुत महान कहीं आजिका डेट रे डायबिटीज गोटे विराट समस्या हो। तेणु समस्त को हाथ जोड़ी अनुरोध ये बेलपत्र सका दुईटा खाली पेट खाईदे कौन असुविधा अच्छे। एत सब आभेलेबल प्रति गाँव में गछ अच्छे सनातनी जेहेतु समस्त पूजा करते अच्छी समस्त घर आभेलेबल। तेणु आपण मैंने खाई पी सुस्थ रुहत। मेडिकल जाई गोटे देखिली डायबिटीज रोगी माने पूरा खाता तैयारी हो जाऊ गोटे गोटे खाता बही ना औषध लेखा चलता। तेणु आम आगुरी जब खाई पी ठीक रहा आमको डायबिटीज हेनी। आम प्रिभेन्शन कथा कहे प्रकृति माता केते सुंदर बंदोबस्त आम कर माँ लक्ष्मी को अंगरु ये जात। बेलपत्र खाइले जर देह जो बेलपत्र खाइबे आप जो पार्टीर जो स्वाद चली जाए खारा अंश लगुता है पार्टी किसी ग्रहण करे भल खाद्य खाई पारे से सूजन रु मुक्ति मिल एवं शरीर आराम लगे। जर देहरे यार काढ़ा खाइबा भारी उपकारी अटे। यह व्यतीत आपणकर डाइजेशन पावर इनक्रीज करिवो। आपणकर बॉडी रे जो स्वेलिंग सब रोची इन्फ्लेमेशन सब रोची सेतरे मध्य बेलपत्र बहुत उपकारी अटे एवं काम करता है। आपण आयुर्वेद शास्त्र को जानतु चरक संहिता को जानतु से बहुत जिनस वर्णन कराई। तेणु मुझे केवल कहूँ गोटे महान काम नुहे प्रायतः लोक जानी किंतु व्यवहार करूना लोकंर आदत मनुष्यर प्रकृति बहुत किसी ज्ञान अच्छे मनुष्य दिव्यज्ञानी से कहुए किंतु कार्य लगे मुझे बुझीपारे कार्य लगे कौन तो अतिष्ठ हो जाती के जानी कार्य लगे मत समय नहीं गोटे बाहाना मत खावा समय मिलूनी बाहाना
ଆରେ ଭାଇ ତୋ ଦେହ ପାଇଁ କ'ଣ ଆଉ କିଏ ସମୟ ଦବ? ତମେ ଯଦି ଠିକ ରହିବ ତ ସବୁ ଖୁସ୍, ସଂସାର ଖୁସ୍, ସମାଜ ଖୁସ୍। ତମେ ନା ମାନେ ସମାଜ ନାହିଁ। ତେଣୁ ଉପସ୍ଥାପନାରେ ଏଇ ମହତ୍ଵ ଆମେ ବର୍ଣ୍ଣନା କରୁଛେ ଯେ ଆଜ୍ଞା ଆମ ପ୍ରକୃତି ମାତା ଆମ ପାଇଁ ଏତେ ଜିନିଷ ଖଞ୍ଜିଛି, ଆମେ ବିନ୍ଦାସ ରହିବା, ଖାଇକି ସୁଖରେ ରହିବା। ରୋଗ ଭୋଗିକି ଡକ୍ଟର ପାଖରେ ପଡ଼ି ହସ୍ପିଟାଲରେ ଛଟପଟ ହେଇ ଧନ ଖର୍ଚ୍ଚ କରି କଷ୍ଟ ସହି ମାନସିକ ଯନ୍ତ୍ରଣା ସହି ସେ ଜୀବନ କାହିଁକି ବିତେଇବା? ତେଣୁ ଏହା ଆମ ଶରୀରରୁ ଯେଉଁ ଟକ୍ସିନ୍ସ ନିର୍ଗତ ହେଉଛି ତାକୁ ମଧ୍ୟ ବାଲାନ୍ସ କରିଥାଏ ବା ଶରୀରରୁ ବାହାରିବା ପାଇଁ ବହୁତ ହେଲ୍ପ କରିଥାଏ। ତେଣୁ ରକ୍ତକୁ ପରିଷ୍କାର କରିବାରେ ବହୁତ ସାହାଯ୍ୟ କରେ ବେଲପତ୍ର। ବୁଝନ୍ତୁ, ଆଜିକା ଡେଟ୍ରେ ଦେଖିବେ ମ୍ୟାକ୍ସିମମ୍ ପେସେଣ୍ଟସ୍ ବ୍ଲଡ଼ କ୍ୟାନ୍ସର ଜନିତ ରୋଗ ଆସୁଛି। ବ୍ଲଡ଼ରେ ଟକ୍ସିନ୍ସ ରହି ଇନଫେକ୍ସନ୍ ରହି ଆସ୍ତେ ଆସ୍ତେ ଆଡ଼ୁ ଗତି କରୁଛି। ହିମୋଗ୍ଲୋବିନ୍ ଗୁଡ଼ା ମାରି ଚାଲୁଛି, ତେଣୁ ବ୍ଲଡ଼ କ୍ୟାନ୍ସର ଡିଜିଜ୍ ଆରମ୍ଭ ହେଇଯାଉଛି। ତେଣୁ ଆମେ ଯଦି ପ୍ରତ୍ୟହ ଆପଣ ଏମିତି ଖାଇପାରିବେ, ଆପଣ ପ୍ରତ୍ୟହ ମହାଦେବଙ୍କୁ ଦର୍ଶନ କରନ୍ତୁ, ମହାମୃତ୍ୟୁଞ୍ଜୟ ମନ୍ତ୍ର ସେଠି ଟିକେ ପାଠ କରନ୍ତୁ। ସେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଇଏ ମହା ଆଶୀର୍ବାଦ। ସକାଳୁ ଗୋଟାଏ ମିନିଟ୍ ସେଇଠି ପ୍ରାର୍ଥନା କରିଦେଲେ ଆପଣ କାଳଜୟୀ ହେଇଗଲେ, ଆପଣ ବହୁତ ଦିନ ବଞ୍ଚିବେ। ଏଇଟା ସତ୍ୟ, ସାଇନ୍ସ ୱାଇଜ୍। ଆଇ ଏମ୍ ଟେଲିଂ ୟୁ ସାଇନ୍ସ। ତେଣୁ ଦର୍ଶକ ବନ୍ଧୁ, ମୁଁ ବେଳେବେଳେ ଭାରି ଅଜବ କଥା ଭାବେ, ମନ ଦୁଃଖ ହୁଏ ମହାଦେବଙ୍କ କଥା ଭାବିଲେ। ବହୁତ ଆମ ଜୀବଜଗତକୁ ବଞ୍ଚେଇ ରଖିବା ପାଇଁ ସେଇ ଦେବାଦିଦେବ ମହାଦେବ କେବଳ ଏକା ହିଁ ଚେଷ୍ଟା କରିଥିଲେ। ସବୁ ଜୀବଜଗତକୁ ବଞ୍ଚାଇବା ପାଇଁ ସେ ଯେଉଁ ସମୁଦ୍ର ମନ୍ଥନରୁ ଯେଉଁ କାଳକୂଟ ବିଷ ସବୁ ବାହାରିଥିଲା ସେ ନିଜେ ପାନ କରି ଛଟପଟ ହେଉଛନ୍ତି। ଆପଣ ଭାବନ୍ତୁ, ଆମେ ଗୋଟେ ଯଦି ଅପଦାର୍ଥ ଖାଇଦେଉଛେ, ଆମ ଶରୀର କେତେ ଜଳା ପୋଡ଼ା, କେତେ କଷ୍ଟ ହେଉଛି। ମହାଦେବ କେତେ କଷ୍ଟରେ ଥିବେ, ପ୍ରଭୁ ମୋର କେତେ କଷ୍ଟରେ ଥିବେ। ଚିନ୍ତା କରନ୍ତୁ, ଦେହ ଜଳୁଥିବ, ସେଥିପାଇଁ ତାଙ୍କ ମୁଣ୍ଡରେ ମା ଗଙ୍ଗା ନିବାସ କରୁଛନ୍ତି। ତାଙ୍କ ମୁଣ୍ଡ କେମିତି ଥଣ୍ଡା ରହୁ, ମାନେ ସେ ରାଗିଲେ ପୃଥିବୀ ପ୍ରଳୟ ହେଇଯିବ। ମୁଣ୍ଡରେ ସେଥିପାଇଁ ମା ଗଙ୍ଗା ସବୁବେଳେ ମୁଣ୍ଡଟା ଥଣ୍ଡା ରହୁ, କାରଣ କାଳକୂଟ ବିଷର ପ୍ରଭାବ ଯେତେବେଳେ ଆସିଯିବ ବଡି ଉପରକୁ, ଚାହିଁଦେବେ ତୃତୀୟ ନୟନରେ ସବୁ ଧ୍ୱଂସ ହେଇଯିବ। ଚିନ୍ତା କରନ୍ତୁ, ବେଲପତ୍ର ଚୋବେଇ ଦେଲେ ତାଙ୍କୁ ଟିକେ ଆରାମ ଲାଗେ। ଆମେ ବେଲପତ୍ର ତାଙ୍କୁ ଦେବା, ତାଙ୍କରି ପାଖରୁ ପ୍ରସାଦ ପାଇବା, ଆମକୁ ବି ଟିକେ ଆରାମ ଲାଗିବ। ପାଣି ଟିକେ ଢାଳିଦେବା, ପ୍ରଭୁ ଟିକେ ସନ୍ତୁଷ୍ଟ ଅନୁଭବ କରିବେ। ଆପଣ ଭାବୁନାହାନ୍ତି, ଆପଣଙ୍କ ଦେହ ହାତ ଜଳାପୋଡ଼ା ହେଉଥିବ, ଆପଣ ଟିକେ ପାଣି ମାରି ପୋଛି ଦେବ, କେମିତି ଲାଗିବ ଆପଣଙ୍କୁ? ଜଳେ ସନ୍ତୁଷ୍ଟ ଭଗବାନ ଦେବାଦିଦେବ ମହାଦେବ ମହାପ୍ରଭୁ ଜଳ ଟିକେ ଢାଳିଦେଲେ ତାଙ୍କୁ ଭାରି ଆରାମ ଲାଗିବ। ଓହ କିରେ ବାବା, ଭାରି ସନ୍ତୁଷ୍ଟ ଲାଗିଲା ମୋତେ, କ'ଣ ମାଗୁଛୁ ମାଗେ। ଜଳେ ସନ୍ତୁଷ୍ଟ ଭଗବାନ ଦେବାଦିଦେବ ମହାଦେବ। ମଣି ବାବା, ଆପଣ ଯେଉଁ ନାଁରେ ଡାକୁଛନ୍ତି ଡାକନ୍ତୁ, ସହସ୍ର ନାମ ଅଛି। ତେଣୁ ପ୍ୟାର ସେ ପ୍ରଭୁଙ୍କୁ ପ୍ୟାର ସେ ଡାକନ୍ତୁ। ପ୍ରଭୁ ଆମ ଲାଗି ଛଟପଟ ହେଉଛନ୍ତି। କେତେବେଳେ ଭାବୁଛନ୍ତି ଏବେ ଜୀବନ ଚାଲିଯିବ କି ମଶାଣି ଦୌଡ଼ିଲେ, ପୁଣି କେତେବେଳେ ଭାବୁଛନ୍ତି ନାଇଁ ଟିକେ ଭଲ ଲାଗିଲାନି ଚାଲ ସଂସାର ଆଡ଼କୁ। ତେଣୁ ସେ ସଂସାରରେ ଅଛି କି ମଶାଣିରେ ଅଛି, ତାକୁ ଯିଏ ଦେଖୁଥିବ, ଯିଏ ସେଇଭଳିଆ ଭକ୍ତ ଯିଏ ଅନୁଭବ କରୁଥିବ, ସେ ହିଁ ଜାଣିବ। ତେଣୁ ଆମେ ଦୁଇଟା ସ୍ଥାନରେ ତାଙ୍କୁ ପୂଜା କରୁ। ଆପଣ ଭାବନ୍ତୁ, ଯେତେବେଳେ ଆପଣଙ୍କୁ ପୁରା ଅତିଷ୍ଠ ଲାଗିବ, ଜୀବନ ଗଲା ଆଇଲା ଭଳିଆ ଲାଗୁଥିବ, ଆପଣ କେମିତି ଛାନିଆ ମାନିଆ ହେଇକି କେଉଁଠି ପଶିବେ, କ'ଣ କରିବେ, ତାର ଠିକ୍ ଠିକଣା ରହିବନି। ପ୍ରଭୁ ଆମର ଠିକ୍ ସେମିତି
ଆମମାନଙ୍କ ପାଇଁ ବହୁ କଷ୍ଟ, ସବୁ ବହୁ କଷ୍ଟ। ଦେଖୁନାହାନ୍ତି, ଦେହ ସାରା ପାଉଁଶ ବୋଳି ହେଲେ, ସାପ ଯେତକ ସବୁ ଗୁଡ଼େଇ ଗାଡ଼େଇ ହେଲେ, ବିଷ ତକ ପିଇଲେ। ରକ୍ଷା ପାଇବା ପାଇଁ ସବୁବେଳେ ଯୋଗ ଧ୍ୟାନରେ ବିଷ୍ଣୁଙ୍କୁ ଧ୍ୟାନ କଲେ। ବିଷ୍ଣୁଙ୍କର ତାଙ୍କର କନେକ୍ସନ୍ ସବୁ ତ ମହାଜ୍ଞାନୀ ସବୁ ଅଛନ୍ତି। ଆପଣମାନେ ବହୁତ ଜ୍ଞାନ ସେ ବିଷୟରେ ବହୁତ କିଛି ଜାଣନ୍ତି, କହିପାରିବେ। ମୁଁ ଏଇ ଛୋଟିଆ କଥାଟେ କହୁଛି, ପ୍ରଭୁଙ୍କ ବାବଦରେ ଏ ଛୋଟିଆ କଥାଟେ କହୁଛି। ପ୍ରତ୍ୟହ ପ୍ରଭୁଙ୍କଠି ଏ ବେଲପତ୍ର ଚଢ଼େଇବା, ଏ ବେଲପତ୍ରକୁ ମହାପ୍ରସାଦ ଭଳିଆ ଆମେ ପାଇବା। ଆମେ କିଛିଟା ଉପକାର କହିଲେ, ଆମର ଆୟୁର୍ବେଦ ଶାସ୍ତ୍ରରେ 64 ପ୍ରକାର ବେମାରର ପ୍ରତିରୋଧ କରିବାର କ୍ଷମତା ଭିତରେ ଅଛି ବୋଲି ବର୍ଣ୍ଣନା କରାଯାଇଛି। ବହୁତ ପ୍ରକାର କ୍ଷମତା ରହିଛି। ଅଳ୍ପ ଜ୍ଞାନରେ ଆମେ ବେଶୀ କଥା ହେବା ନାହିଁ, ତେଣୁ ଉପସ୍ଥାପନା ବହୁତ ଲମ୍ବା ହେଇଯିବ। ଆପଣଙ୍କୁ କେମିତି ଲାଗିଲା ସେ ବିଷୟରେ ଟିକେ କହିବେ। ଆଉ ଯେଉଁ ସନାତନୀ ଭାଇମାନେ ଧର୍ମରୁ ବାହାରକୁ ଯାଇ ନିଜ ଘରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ଦୟାକରି ଅନୁରୋଧ, ହଜାର ହଜାର ବର୍ଷ ବିତିଗଲାଣି, କେତେ ଆସିଲେଣି, କେତେ ଗଲେଣି, ଏ ସନାତନୀ ଅଛନ୍ତି। କାହିଁକି? ଚିରଶାଶ୍ୱତ ହେଉଛି ସନାତନ। ଏ ସଂସ୍କୃତି, ଏ ଧର୍ମ ଯୁଗେ ଯୁଗେ ଆମର। ବ୍ରିଟିଶ ଆସିଲେ, ଗଲେ, ଆକ୍ରାନ୍ତ ଆସିଲେ, ଶାସନ କଲେ, ସନାତନୀ ଲୋପ ହେଇନାହାନ୍ତି କି ହେବେ ନାହିଁ। ବୃଥା ଚେଷ୍ଟା କରନ୍ତୁନି ଭାଇ। ସନାତନୀ ସଂସ୍କାର ସଂସ୍କୃତିରେ କୁଟ କୁଟ ହୋଇ ଭରି ରହିଛି ସାଇନ୍ସ। ଯଦି ପ୍ରକୃତ ସାଇନ୍ସ ଜ୍ଞାନ ଅଛି, ଯଦି ସାଇନ୍ସ ଉପରେ ଚର୍ଚ୍ଚା କରିବା ପାଇଁ ଆପଣଙ୍କର ବହୁତ ଇଚ୍ଛା, କି ଧର୍ମ ସଂସ୍କାର ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ଆଇ ଏମ୍ କଲିଂ ୟୁ ଟୁ ଟେକ୍ ପାର୍ଟ ଫର୍ ଏ ଲଙ୍ଗ୍ ଡିସ୍କସନ୍। ୱେଲକମ୍ ଅଲୱେଜ୍। ଆପଣ ପାଦ ଧୋଇକି ମୁଁ ଆପଣଙ୍କୁ ଚେୟାରରେ ବସେଇକି ଆପଣଙ୍କ ସାଥିରେ ଆଲୋଚନା କରିବି। ନୋ ଫେକ୍ ଡିସ୍କସନ୍, ନୋ ଫେକ୍ ଡିସ୍କସନ୍, ନୋ ଫେକ୍ ଡିସ୍କସନ୍। ଗୋଟି ଗୋଟି କିରି ପ୍ରମାଣ ସହକାରେ ବୁଝେଇବି ସନାତନ ଧର୍ମର ସାଇନ୍ସ। ଗର୍ବିତ ସନାତନୀ ହେଇଥିବାରୁ। ଜୟ ଜଗନ୍ନାଥ। हर हर महादेव, शिव शंभो, बोले शंकर की जय। माटी पत्थर पूजा କରୁଛୁ ନାଇଁ? ବାବା ସେଇ ମାଟିର ଶକ୍ତି ବାହାରିବ। ନରସିଂହ ଯେମିତି ବାହାରିଥିଲେ କୁମ୍ଭରୁ। ପ୍ରତି ଅଣୁ ପରମାଣୁରେ ଶକ୍ତି ଅଛି ଦୟା। ନ୍ୟୁକ୍ଲିୟର ଏନର୍ଜି। ଆସ୍ତେ ଆସ୍ତେ ବୁଝା ପଡ଼ିବ। ଜୟ ଜଗନ୍ନାଥ। ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। हर हर महादेव, हर हर शंभु भोलेनाथ। दर्शक बंधु, उपस्थापनटी केମିତି ଲାଗିଲା ଆପଣ ନିଶ୍ଚୟ କହିବେ। ଆଉ କିଛି କମେଣ୍ଟସ୍ ଦେବେ। ଆପଣ ଭଲ ପାଇବା ଦେବେ, ଲାଇକ୍ସ ଦେବେ। ଆଉ ଯେତେ ଅଧିକରୁ ଅଧିକ ସାଙ୍ଗସାଥୀଙ୍କି ପ୍ରେରଣ କରିବେ। ଏ ସାମ୍ନାରେ ଯୋଉଟା ଦେଖୁଛନ୍ତି ନିଗମ ବୃକ୍ଷ, ମାଳିକାରେ ବର୍ଣ୍ଣିତ ନିଗମ ବୃକ୍ଷ। ଏଇ ବୃକ୍ଷର ବହୁତ ମହାନ ହିଷ୍ଟ୍ରି କହିଲେ ଚଳିବ, ବହୁତ ଅଛି ଆଗରୁ ଲିଖିତ। ଆପଣମାନେ ସେଠି ମାଳିକା ବିଷୟରେ ଯେଉଁମାନେ ବିଶାରଦ ତାଙ୍କଠୁ ବୁଝିପାରନ୍ତି। ଆଉ ଏଇ ଯେଉଁ ତିନିକିଣିଆ ଶିବଙ୍କର ତ୍ରିଶୂଳ ଭଳିଆ ଯେଉଁ ହେଇଛି, ଆର ମହାନତା କ'ଣ ଆପଣ କହିବା ଥରେ ପ୍ରକୃତିରେ ହେଇଯାଇଛି ନାହିଁ, କ'ଣ ଗୋଟେ ଅଛି ସେ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ, ନିଶ୍ଚୟ ପାଇବେ। ଆଉ ଏପଟୁ ଟିକେ ବୁଲିଗଲେ ଆମେ ଦେଖିବା, ଯେଉଁ ଦେଖୁଛନ୍ତି ଗୋଟେ ବାଘ ଶୋଇଛନ୍ତି, ଏ ଦର୍ଶନ କରନ୍ତୁ। ଏଠି ବାଘ ସ୍ୱୟଂ ନିଜେ ଆସୁଥିଲେ, ପ୍ରସାଦ ଖାଇକି ଯାଉଥିଲେ। ଏଇ ଯେଉଁ ବଟବୃକ୍ଷ ଦେଖୁଛନ୍ତି, ୟାଙ୍କ ମହିମା ବହୁତ ଅଛି, ବର୍ଣ୍ଣନା ହେଇଛି ମାଳିକାରେ। ବାଘ ବଟ ବୋଲି ଉଦୟବଟରେ ସ୍ଥାନ ଅଛି।
ବହୁତ ବିଶାଳ ବୃକ୍ଷ ଥିଲା। ଏ ବିଷୟରେ ଷ୍ଟୋରି ଆମେ ଆଉ ଥରେ ପକେଇବା। କେମିତି ଲାଗିଲା ଉପସ୍ଥାପନଟି ନିଶ୍ଚୟ ଜଣେଇବେ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଜୟ କଳିକେରା।